ମାନେ ବାପାଙ୍କୁ ସୋଦାସୋଦି କଲେ। ସୋଦାସୋଦି କଲା ପରେ ବାପାଙ୍କୁ ହେଉଛି ପୋଲିସ ଡାକିକି ଧମକ ଦେଇଥିଲେ ମାରିଦେବେ ବୋଲି। ପୋଲିସଙ୍କ ଆଗରେ ଧମକ ଦେଲେ କି ମାରିଦେବେ ବୋଲି। ମୁଁ ବି ଥିଲି, ସମସ୍ତେ ଥିଲେ ସେଇଠି। କହିଲେ ଧମକ ଦେଲେ ମାରିଦେବେ ବୋଲି। ବାପା ଯଦି ପୋଲିସ ଆସିଲେ ବାପା ହେଉଛି ଲୁଚିକି ଡରିଗଲେ, ଲୁଚିକି ପଳେଇଥିଲେ। ଗଲା ପରେ ବାପାଙ୍କୁ ସାଡ଼େ ଦେଖିଛନ୍ତି, ଦେଖିକି ଲୁଚିକି ଥିଲେ କୋଉଠି ବାପା ଭଲରେ ଆଇଛନ୍ତି ଅଧ ବାଟ ଯାଇ। ସମସ୍ତେ ଦେଖିଛନ୍ତି, ସମସ୍ତେ ବି ଆମେ ବି ଶୁଣିଛୁ ବି। ପାଟି ରଡ଼ି କରୁଥିଲେ, ଆମେ ବି ଶୁଣିଛୁ ଘର ଲୋକ ହେଲା। ଫାର୍ମ କତରୁ ଆଇଲା ବେଳକୁ ଫାର୍ମ କତରୁ ବାପାଙ୍କ ଶବ୍ଦ ପୁରା ବନ୍ଦ ହେଇଗଲା, ପାଟି ଶବ୍ଦ। ଆମେ ଏପଟେ ଗଲା ବେଳକୁ ସେ ନିରାକର ମହାନ୍ତି, ରାଜୁ ମହାନ୍ତି ତାକୁ ମାରିକି ଆଣିକି ଆଉ ହୁଅନ୍ତି। ମାନେ ବାପାଙ୍କ ଗୋଡ଼ ମାନେ ଘୁଷୁରୁଛି ତଳେ ପୁରା ହେଲା। ସିଧା ହେଇକି ଠିଆ ହେଇ ପଡ଼ୁନାହାନ୍ତି, ଦି ପଟେ ଦି କାନ୍ଧକୁ ଧରିକି ବାପାଙ୍କୁ ଆଣିକି ଆଉ ହୁଅନ୍ତି। ଆଣିକି ଆସିଲା ପରେ ଆମ ଘର ପାଖରେ ବାପା ଗୁଁ ଗୁଁ ହେଲେ କି କ'ଣ କେଜାଣି ତାଙ୍କୁ କଚିଦେଲେ ଭେଡ଼ା ମୂଳକୁ। କଚିଦେଲା ପରେ ମୁଁ ମୋ ସାନ ଭାଇ ଆମେ 2 ଜଣ ଯାକ ଦେଖିଲୁ। ଆମେ ଚାହୁଁଛୁ ନ୍ୟାୟ ଚାହୁଁଛୁ। ମୋ ବାପାଙ୍କୁ ଯେ ମାରିଛନ୍ତି ଆମେ ନ୍ୟାୟ ଚାହୁଁଛୁ। ଆମରି ଆଖି ଆଗରେ ମାରିଛନ୍ତି। ମନା କରିଛନ୍ତି ଜଗତସିଂହପୁର ମେଡ଼ିକାଲ କାହିଁ ନେବ, ଘରକୁ ନେଇକି ପଳାଅ। ଘରେ ଥିଲେ ତାଙ୍କର ରାଗିକିରି ଆସିକିରି ବାପ ପୁଅ 3 ଜଣ ଯାକ ମୋ ସ୍ୱାମୀକି ମାରିବାକୁ ତନ୍ତତ କଲେ। ମୁଁ ତାଙ୍କୁ ବୁଝାବୁଝି କଲି, ମୋ କଥା ମାନିଲେ ନାହିଁ। କହିଲେ ଆମେ ଯେମିତି ହେଲେ ଆମେ ତାକୁ ମାରିବୁ, କାହିଁକିନା ଆମ ସ୍ତ୍ରୀକି ଆସିକିରି ଘରେ ସୋଦାସୋଦି କରିଛି। କିନ୍ତୁ ସେ ଘରକୁ ଯାଇନାହିଁ, ସେ ରାସ୍ତା ଉପରେ ଶୋଧିଥିଲା। ଯେମିତି ମୋ ସ୍ୱାମୀକି ସେ ଯେମିତି ମାରିଛନ୍ତି, ମୁଁ ଚାହୁଁଛି ତାଙ୍କୁ ସେମିତି ଦଣ୍ଡ ମିଳୁ। ମୋ ଛୁଆ ପିଲା ଯେମିତି ବଡ଼ ଦାଣ୍ଡରେ ବସିଲେ, ମୁଁ ଯେମିତି ବଡ଼ ଦାଣ୍ଡରେ ବସିଲି, ତାଙ୍କୁ ବି ସେମିତି ଦରକାର।